ଜୟ ଜଗନ୍ନାଥ ସାଙ୍ଗମାନେ, ସ୍ୱାଗତ କରୁଛି ଆପଣଙ୍କର ଗୋଟେ ଦମଦାର ଭିଡ଼ିଓକୁ। ଆଜି ଯେଉଁ ଆମେ ଷ୍ଟୋରିଟା ଶୁଣିବା ସେଟା ଗୋଟେ ଝିଅର, ତା ସହିତ ଏମିତି କ'ଣ ହେଲା କି ସିଏ ତା ପାଇଁ ପୁରା ଗାଁକୁ ପସ୍ତେଇବାକୁ ପଡ଼ିଲା। ତ ସେ ଆଜି ଯଦି ଷ୍ଟୋରିଟା ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଚାଲନ୍ତୁ ଷ୍ଟୋରିଟାକୁ ଷ୍ଟାର୍ଟ କରିବା। ଗୋଟେ ଗାଁରେ ଗୋଟେ ପିଲା ଥିଲା ଯାହା ଜେଜ ଟିକେ ମାନେ ଯେମିତି ଭୂତ ଛଡ଼ାନ୍ତି, ମାନେ ସିଦ୍ଧି ଯେଉଁମାନେ ପାଆନ୍ତି ସେଇ ପ୍ରକାର ଥିଲେ। ତ ସେଇ ଗାଁରେ ଗୋଟେ ଝିଅଟେ, ସେଇ ଟାଇମ୍ରେ କ'ଣ ହୁଏ, ସେଠି ଗାଁରେ ସବୁ ଚାଷବାସ କରନ୍ତି ଆଉ ଗାଈ ଆଉ ଷେଣ୍ଢର ଦଳ ସବୁ ଚାଷବାସକୁ ନଷ୍ଟ କରିଦିଅନ୍ତି। ସେଥିପାଇଁ କି ସମସ୍ତଙ୍କ ଘରର ଗୋଟେ ଲୋକ ଯାହା ହେଲେ ଜଗନ୍ତି ସେଇ କାମଟା। ଗୋଟେ ପରିବାର ଗୋଟେ ଝିଅଟେ ଥିଲା, ଯେଉଁ ପରିବାରରେ ବାପା ମାଆ ଗୋଟେ ସାନ ଦି ଭାଇ ଆଉ ଝିଅ ଥିଲେ। ଓ ସେ ଝିଅଟାକୁ ଡ୍ୟୁଟି ଦିଆହେଇଥିଲା କି ସେ ଜଗିବ। ସେ କ'ଣ ହେଲା, ସେ ଜଗିବାକୁ ଡ୍ୟୁଟି ଦେଇଥିଲା। ଦିନେ କ'ଣ ହେଲା, ସେ ଯେମିତି ଖାଉଥିଲା ଆଉ ଷଣ୍ଢ ଦଳ ଯେମିତି ମାନେ ଗାଁ ଭିତରେ ସବୁ ପଶିକି ଖାଇଲେ, ସେ ଖାଇବା ଛାଡ଼ିକି ଉଠିକି ବିଲ ଆଡ଼କୁ ପଳେଇଲା ଦେଖିବାକୁ। ଗଲା, ତାପରେ ଘଣ୍ଟେ ଗଲା, 2 ଘଣ୍ଟା ଗଲା, 3 ଘଣ୍ଟା ଗଲା, ସନ୍ଧ୍ୟା ହେଇଗଲା, ସେ ଆଉ ଫେରିଲା ନାହିଁ। ତାପରେ ତା ବାପା ମାଆ ପରିବାର ସବୁ ଖୋଜିବାକୁ ଗଲେ, ଦେଖିଲେ କି ବିଲରେ ଗୋଟେ ଜାଗାରେ ସେ ପଡ଼ିଛି। ସେ ଭାବିଲେ କ'ଣ ଷେଣ୍ଢ ଫେଣ୍ଢ ତାକୁ ମାରିଥିବ, ଗାଈ ଫାଇ ମାରିଥିବ। ତାପରେ ତାକୁ ସେଠୁ ନେଇକି ଆସିଲେ ଘରକୁ। ବାପା ମାଆଙ୍କ ଭାଇକୁ ଲାଗିଲା କି ୟାକୁ କିଏ ଗାଈ ଷଣ୍ଢ ଫଣ୍ଢ କିଏ ମାରିଛି, ସେଥିପାଇଁ ବେହୋସ ହେଇଯାଇଛି। ତାପରେ ସେ ଆସିଲା ପରେ ଘରକୁ ତା ଦେହ ବହୁତ ଖରାପ ହେଲା। କିନ୍ତୁ ସେ ଯେଉଁ ପିଲାଟାର ଥିଲେ, ଯେଉଁ ଜେଜ ସିଦ୍ଧ ପୁରୁଷ, ତାକୁ ଡାକିକି ଆଣିଲେ। ସେ ଦେଖିକି କହିଲେ କି ୟାକୁ କେହି ଗାଈ ଫାଇ ମାରିନାହାନ୍ତି, ମାନେ ଆ ଉପରେ କିଛି ଅଛି, ମାନେ ଖରାପ କ'ଣ ଗୋଟେ ଏମିତି ଦେଖିଦେଇଛି। ତ ତାପରେ ସିଏ କହିଲେ କି ହଁ ଠିକ୍ ହେଇଯିବ। ତାପରେ ସେ କହିଲେ କି ଯଦି କାଲି ପୂର୍ଣ୍ଣିମା ରାତି ଅଛି, କାଲି ପୂଜା ଫୂଜା କରିବା, ତ କାଲି ଆକୁ କିଛି ଘରୁ ବାହାରକୁ ଛାଡ଼ିବନି। ତାପରେ ସେ ବି ବହୁତ ଲଗେଇ ଦେଇକି ପଳେଇଲେ। ଏଇଠି ମୀରା ଯେ ସେ ଶୋଇପଡ଼ିଲା। ଠିକ୍ କାଲି ସକାଳ ହେଲା ତା ବାପା ମାଆ ଯେତେବେଳେ ବ୍ୟସ୍ତ ଥିଲେ, ତା ଭାଇ ଖେଳୁଥିଲା, ତ ସିଏ ଏମିତି ଉଠିକି ପଳେଇଲା। ତାପରେ ଦେଖିଲେ ଯେମିତି ମୀରା ନାହିଁ, ସେ ଭାବିଲେ ହଁ ବିଲ ଆଡ଼କୁ ଗଲେ, ତାପରେ ନାହିଁ, ସେଠି ନାହିଁ। ତାପରେ ସବୁ ଗାଁ ଲୋକ କୁଆଡ଼େ ଗଲା। କିଛି ଲୋକ ଦେଖିଥିଲେ ସେ ମଶାଣି ଆଡ଼କୁ ଯାଇଥିଲା। ତ ସେମାନେ ମଶାଣି ଆଡ଼କୁ ଗଲାକୁ ମୀରା ସେଠି ମାନେ ଅଜବ ହାଲତରେ ବସିଛି ଆଉ ହସୁଛି। ତାପରେ କ'ଣ ହେଲା, ତାକୁ ଯେମିତି ହେଲେ ଟାଣି ଘୋଷାରିକି ଆଣିଲେ। ସେମାନେ ଜାଣିଗଲେ ଆପରେ କିଛି ମାନେ ଏମିତି ମାନେ କି ବହୁତ କିଛି ବଡ଼ ଜିନିଷ ଅଛି, ସେ ନର୍ମାଲ୍ ନାହିଁ। ତାକୁ ଆଣି ପୂଜାରେ ବସାଇଲେ। ପୂଜାରେ ସେ ଯେଉଁ ସେ ପିଲାଟା ଜେଜ ଯିଏ ଥିଲେ, ସିଦ୍ଧି ପୁରୁଷ, ସେ ସବୁ ଥିଲେ, ମାନେ ଜଗିବା ଫଗିବା ସବୁ ସାମଗ୍ରୀ ଆସିଥିଲା। ତାପରେ ସେ ଯେତେବେଳେ ବସିଲା, ପୂଜା ହେଲା, ସେ ଏମିତି ସେ ଯେଉଁ ସିଦ୍ଧି ପୁରୁଷ ତାଠୁ ବି ବଡ଼ କିଏ ଭୂତ, ସିଏ ବି ସେ ପଚାରିଲା ଯେମିତି ତୁ କିଏ? ସେ ମୀରା ଯେ ମନା କରୁଛି, ମୁଁ କହିବିନି। ତାପରେ ତାକୁ ଦେଖିକି ସିଏ ଏମିତି ମୀରା କ'ଣ କଲା, ସେ ଯଜ୍ଞ କୁଣ୍ଡ ତା ହାତ ଜଳେଇଲା। ଏହା ଦେଖିକି ତା ମୀରାର ଯେଉଁ ମାଆ, ସିଏ କାନ୍ଦିଲା। ତା ବାପା ଆସିକି ତାକୁ ବଞ୍ଚାଇବାକୁ ଟ୍ରାଏ କଲା, କିନ୍ତୁ ସେ କାଢ଼ୁନଥାଏ। ତା ବାପାକୁ ତାର ଦେଖିକି ହସୁଥାଏ। ତାପରେ ସେ ଯେଉଁ ଜେଜ ଯିଏ ଥିଲେ ପିଲାଟାର, ତାକୁ ଦେଖିକି ଥରେ ହସୁଥାଏ। ସିଏ ତାଙ୍କ ମୁଣ୍ଡ ଭାଇ ମାନେ କେଡ଼େ ବଡ଼ କି ଜଣାପଡ଼ୁନି କିଏ କ'ଣ, ତାଙ୍କର ବି ଟିକେ ଅସୁବିଧା ହେଲା। ତାପରେ କ'ଣ ହେଲା, ଯେମିତି ଗୋଟେ ଦିନ ପୂଜା ସରିଲା, ସେ ତା ହାତରେ ଗୋଟେ ସୂତା ବାନ୍ଧିଦେଲେ। କହିଲେ କି ଏମିତି 3 ଦିନ ଲଗାତାର ପୂଜା କରିବା। ତାପରେ କ'ଣ ହେଲା, ଇଣ୍ଟରେଷ୍ଟିଂ ଜିନିଷ ଏହା କି ତାପରେ ଯେଉଁ ଝିଅଟା ଥିଲେ ଭୂତ ଥିଲେ, ସେ ଖାଇବା ପିଇବା ଛାଡ଼ିଦେଲା। ଆଉ ଖାଇଲାନି। ତାକୁ ଯେମିତି ହେଲେ ମାନେ ଏମିତି କୋଲ୍ଡ ଡ୍ରିଙ୍କସ୍ ତାକୁ ପିଆଇକି ତା ଘରବାଲା ଜବରଦସ୍ତି ସମ୍ଭାଳିକି ରଖିଥିଲେ। ତାପରେ ବି ସିଏ ଯେଉଁ ବୁଢ଼ା ଲୋକଟା ବି, ସିଏ ବି ଟେନସନ୍ ଏମିତି ଏତେ ପାୱାରଫୁଲ୍, ସିଏ ଜାଣିପାରୁନନ୍ତି ତାଙ୍କ ସାଙ୍ଗରେ ବି ମଜାକ କରୁଛି। ଏଇଆ ଶୁଣିକି ତାପରେ ଯେମିତି ତାକୁ ଦେଖିବା ପାଇଁ ସମସ୍ତେ ରିଲେଟିଭ୍ ଆସିଥାନ୍ତି, ବନ୍ଧୁବାନ୍ଧବ। ସେଥିରେ କ'ଣ ହେଲା, ଗୋଟେ ଆଈ ସେ ଗୋଟେ ଗୋଲାପଜାମୁନର ଡବାଟେ ଧରିକି ଆସିଥିଲେ। ତାର କ'ଣ ହେଲା, ସେ ଡାଇରେକ୍ଟ ଗୋଲାପଜାମୁନ ଖାଇଲା। ତାପରେ କେହି ଜାଣିନଥିଲେ କ'ଣ ହେବ। ତାପରେ ତା ପେଟ କାଟିଲା। ତାପରେ ତା ଭିତରୁ ଯେମିତି ଗୋଟେ
ପୁଅ ପିଲାଟେ ଗୋଟେ ମର୍ଦ୍ଦର ସାଉଣ୍ଡ ଶୁଭିଲା କହୁଛି କି ଇଏ ପିଟୁକୁ ଯାଇଥିଲା, ଇଏ ମୋତେ ଭଲ ଲାଗିଲା, ଦେହରେ ମୋତେ କେହି ଅଲଗା କରିପାରିବେନି, ଆକୁ ମୁଁ ସାଙ୍ଗରେ ନେଇକି ଯିବି। ତାପରେ ଯେ ତା ବାପା ଥିଲା ସେ ତା ଯେଉଁ ଜେଜେକୁ ଫୋନ୍ କହିଲା କି ଏମିତି ହେଇଛି। ତା ଜେଜ କହିଲା କି ଟେନସନ୍ ନେବାର ନାହିଁ, ମୁଁ ତ ଏବେ ବାହାରେ ଅଛି, ମୋ ଘରକୁ ଯାଅ ବିଭୂତି ଆଣିକି ତା ମୁଣ୍ଡ ଲଗେଇଦିଅ। ତାପରେ ସେ ଗଲା ତା ଘରକୁ, ସତ ତା ବିଭୂତି ଆଣିକି ତା ମୁଣ୍ଡ ଲଗେଇଲା। ତାପରେ ସେ ବେହୋସ ହେଇଗଲା। ତା ପରଦିନ ସେ ଯେଉଁ ପିଲାଟାର ଜେଜ ଯିଏ ସିଏ ଆସିଲେ, ଦେଖିଲେ। ତାପରେ ସେ କହିଲେ କି ଦେଖିଲା ମାନେ ଯେଉଁ ମୀରା ଥିଲା ସେ ଉଠିକି କହୁଛି କି ତୁ ମୋତେ ଆଜିର ବାହାର କରିବୁ, ଗୋଟେ କାମ କର, ସାତଟା ଗାଁର 7ଟା ଯେଉଁ ମାନେ ପାୱାରଫୁଲ୍ ପଣ୍ଡିତ ଅଛନ୍ତି ତାଙ୍କୁ ବି ସାଙ୍ଗ ନିଆଯାଏ। ମାନେ ସିଏ ବି ଟେନସନ୍, ଇଏ ଆମକୁ ଡାଇରେକ୍ଟ ଚ୍ୟାଲେଞ୍ଜ ଦେଉଛି କି 7ଟା ମନ୍ଦିର ଗୁଡ଼ାକ ସିଏ ବି ବାହାର କରିପାରିବେନି। ତାପରେ ସେ କ'ଣ କଲେ, ଗୋଟେ ମାନେ ସୂତା ବାନ୍ଧିଲେ, ଆଉ ଗୋଟେ ତାବିଜ ଦେଲେ, ବେକରେ ପକାଇଲେ। ସେଉଠରୁ ସେ ନର୍ମାଲ୍ ହେଲା। ସିଏ କ'ଣ କରେ କି ଗାଧେଇଲା ଟାଇମ୍ରେ ତାବିଜଟାକୁ ବାହାର କରିଦିଏ, ସୂତାଟା ହାତରେ ଥାଏ। ତ ସେ କ'ଣ କଲା, ଦିନେ କ'ଣ ହେଇଛି, ସେ ବାହାର କରିଦେଇଛି, ଗାଧୋଉ ସେ ଯେଉଁ ସୂତାଟା ଛିଣ୍ଡି ଯାଇଛି। ତାପରେ ସେ ସେଉଠୁ ହେଇଗଲା ଫେର ପଳେଇଲା। ତାପରେ ସେ ତା ବାପାକୁ କହିଲା କି ମୁଁ ଯାଉଛି ବିଲକୁ ଦେଖିବି କି ଷେଣ୍ଢ କିଏ ଫସିଯାଇଛି କି ନ ଫସିଛି। ତାପରେ ତା ବାପା ବି ଜାଣିଥିଲା, ତ ସିଏ ତ ଜାଣିନି ନା ଆଉ ତାବିଜ ଆଉ ହାତରେ ସେ ଯେଉଁ ସୂତା ନାହିଁ ବୋଲି। ତାପରେ ସେ ଜାଣିଥିଲା। କିଛି ସମୟ ପରେ ତା ବାପା ଗାଧୋଇବାକୁ ଆସିଲା, ଦେଖିଲା କି ତାବିଜ ତ ଛିଣ୍ଡି ଏଠି ଥୁଆ ହେଇଛି, ସୂତା ବି ଛିଣ୍ଡି ଯାଇଛି। ତାପରେ ଇଏ ଡରିଗଲା। ତାପରେ ସେଠି ଗଲାକୁ ସେଠି ମୀରା ଯେ ସେଠି ନାହିଁ ବିଲରେ। ତାପରେ ସମସ୍ତେ ଗାଁ ଲୋକ ମିଶିକି ଖୋଜିଲା ବେଳେ ଦେଖିଲେ ଗୋଟେ କୋଳି ଗଛ ମୂଳେ ବସିକି ମୀରା କୋଳି ଖାଉଛି। ସେଠି ଯେଉଁ ସେ ପୁଅ ପିଲା ସାଉଣ୍ଡରେ କହିଲା କି ମିଠା ଖାଇବାକୁ ମନ ହେଉଥିଲା। ତାପରେ ସେଠୁ ତାକୁ ସମସ୍ତେ ଆଣିବାକୁ ଟ୍ରାଏ କରନ୍ତି, କିନ୍ତୁ ସମସ୍ତଙ୍କୁ ସେ ଗୋଠି ତୋଡ଼େଇକି ମାରିଲା। ତାପରେ ସେ ଯେଉଁ ଜେଜ ସିଏ ଆସିଲେ, କେମିତି ଗୋଟେ ମନ୍ତ୍ର ବୋଲିକି ବିଭୂତି ଲଗେଇ ତା ଘରକୁ ନେଇକି ଆସିଲେ। ସେ ଘର ପଛପଟେ ଗୋଟେ ଗଛ ଥିଲା, ସେଠି ବାନ୍ଧିଦେଲେ। ତାପରେ ସେ କହିଲେ କି ତମେ ମୋତେ ଆଠୁ ଅଲଗା କରିବ, ମୁଁ ଜିନ୍, ମାନେ ସେ ଜିନ୍ ଥିଲା, ସମସ୍ତଙ୍କୁ ମାରିଦେବି, ଗାଁକୁ ପୁରା ବର୍ବାଦ କରିଦେବି। ତାପରେ ଇଏ ଯେଉଁ ଜେଜ ଥିଲେ ସିଏ ବି ଶୁଣିକି ମାନେ ଇଏ ହେଇଗଲେ। ତାପରେ ସେ କହିଲେ କି 700 ବ୍ରାହ୍ମଣଙ୍କୁ ଡାକିବାକୁ ପଡ଼ିବ। ତ ସିଏ ବି ଫୋନ୍ କଲେ, ସମସ୍ତେ ବି ପୂଜାରେ ବ୍ୟସ୍ତ ଅଛନ୍ତି। ସେ କହିଲେ କି 2-3 ଦିନ ପରେ ଆସିବି। 2-3 ଦିନ ଭିତରେ ଇଏ ତାର କହୁଛି କି ମୁଁ ଆକୁ ମୋତେ ବାହାର କରିବାକୁ ଟ୍ରାଏ କରିବ, ମୁଁ ଆକୁ ମାରିଦେବି, ଇଏ କରିଦେବି। ତାପରେ ସେ ବି ଘରବାଲା ବି ତାଠୁ ଦୂର ହେଇଯାଉଥିଲେ। ତାପରେ କ'ଣ ହେଲା, ପୂଜା 7 ବ୍ରାହ୍ମଣ ଆଇଲେ, ପୂଜା ସବୁ ଇଏ ହେଲା। ତାକୁ ଆଣିକି ପୂଜାରେ ବସାଇଲେ, ଆଉ ତା ଚୁନା ଆଉ ସିନ୍ଦୁରରେ ଗୋଟେ ରାଉଣ୍ଡର ବନେଇଲେ, ତା ମଝିରେ ବସିକି ପୂଜା ହେଲା। ତାକୁ କାହାକୁ ମନା କଲେ ରାଉଣ୍ଡ ଭିତରକୁ କେହି ଆସିବନି। ତାପରେ ପୂଜା ଷ୍ଟାର୍ଟ ହେଲା। ତାପରେ ସେ କ'ଣ କଲା, ମୀରା ଯିଏ ଥିଲା ସେ 2-3 ଥର ତା ମୁଣ୍ଡକୁ ବାଡ଼େଇଲା। ତାପରେ ତା ବାପାକୁ ଦେଖି ଅନେଇଲା, ଥରେ ବାଡ଼େଇଲା, ଏମିତି ଅନେଇଲା। ତାପରେ ଲାଷ୍ଟକୁ 2-3 ଥର ବାଡ଼େଇ ସାରିଲା ପରେ କହିଲା ବାପା ଇଏ ମାନେ ମୋତେ ମାରିଦେବେ, ଇଏ କରିଦେବେ। ତାପରେ ତା ବାପା ଆଉ ସହିପାରିଲାନି, ସେ ପଳେଇ ଆସିଲା। ତାପରେ ସେ ପୁଅର ସାଉଣ୍ଡରେ କହିଲା କି ହେଇଗଲା ବୋକା, ତତେ ଲାଗୁଛି ଏମାନେ ତୋ ଝିଅକୁ ମୋଠୁ ବଞ୍ଚେଇ ପାରିବେ? ସେ କହିଲେ କି ତମ ଦ୍ୱାରା ବହୁତ ବଡ଼ ଭୁଲ ହେଇଗଲା, ଆମେ କରିପାରିବୁନି। ଆଉ ଗୋଟେ ବାଲାଜୀ ବ୍ରାହ୍ମଣ ଯେ ସିଏ କରିଦେବେ। ସେଠିକି ସେମାନେ ତାକୁ ନେଇକି ଗଲେ। ତାପରେ ସେଠି ଯେତିକି ପଣ୍ଡିତ ଦେଖିଲେ, ପୂଜା ଷ୍ଟାର୍ଟ ହେଲା। ସମସ୍ତେ ପୂଜା କଲା, ପୂଜା ଠିକ୍ଠାକ୍ ହେଲା। ତାପରେ ସେ ବାହାରିଗଲା। ଯେତେବେଳେ ତା ଘରକୁ ନେଇକି ପଳେଇ ଆସିଲେ, ସେ ଜିନ୍ ବି କ'ଣ କଲା, ତାଙ୍କ ସାଙ୍ଗରେ ପଳେଇ ଆସିଛି। ଫେର ଆଉ ଥରେ 2 ଦିନ ପରେ ତାଙ୍କ ଘରକୁ ସେମିତି ଉଠେଇଲା ପକେଇଲା। ଆଉ ତାପରେ ସେମାନେ ବ୍ରାହ୍ମଣ ଯିଏ ସିଏ ବି ମାନେ ଇଏ କି କହିଲେ କି ସବୁ ତ ଠିକ୍ଠାକ୍ ହେଲା, ଆମେ ତ ବାହାର କରିଦେଇଥିଲୁ, ଭୁଲ କେଉଁଠି ରହିଲା। ତାପରେ ଯିଏ ମୀରାର ବାପା ଥିଲେ ସେ କହିଲେ କି ଯେତେବେଳେ ପୂଜା ଚାଲିଥିଲା ସେତେବେଳେ ରୁଲ୍ ଅଛି କେହି ପଛକୁ ଚାହିଁବେନି। ତ ସେମାନେ କ'ଣ କଲେ, ପଛକୁ ବି ମାନେ କେହି ସେତେବେଳେ କ'ଣ ହେଲା, ତା ବାପା କହିଲେ କି ମୋତେ ମୀରା ଡାକିବାର ଶୁଭିଲା କି ବାପା, ମୁଁ ସେତେବେଳେ ବୁଲିକି ପଛକୁ ଅନେଇ ଦେଇଥିଲି। ତାପରେ ଫେର ଥରେ ତାକୁ ନେଇକି ଆସିଲେ
ପୂଜା ହେଲା। ମାନେ ସେ ଏମିତି କଲେ କି ତା ମାନେ ରାମ୍ପୁଡ଼ି ଦେଲା, ବହୁତ ମାରିଲା। ତାପରେ ଯାହା ହଉ ସେମାନେ ବ୍ରାହ୍ମଣମାନେ ସମସ୍ତେ ମିଶିକି ସେ ଆତ୍ମାକୁ ମୀରାଠୁ ବାହାର କଲେ। ତାପରେ ସେ ମୀରା ଘରକୁ ଆସିଥିଲା। ତାପରେ ଏବେ ସେ ଠିକ୍ ଠାକ୍ ଅଛି। ତ ଯଦି ଷ୍ଟୋରିଟା ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯଦି ଆପଣଙ୍କ ଏଥିରେ କିଛି ବି ଷ୍ଟୋରି ଫୋରି ଅଛି ତଳେ ଇନଷ୍ଟାଗ୍ରାମ୍ ଆଇଡ଼ି ମେନସନ୍ ହେଉଛି, ଆପଣମାନେ ତ ଡେସ୍କ୍ରିପସନ୍ରେ ବି ଅଛି, ଆପଣମାନେ ଆମକୁ ସେୟାର କରନ୍ତୁ, ଆମକୁ ଇନଷ୍ଟାଗ୍ରାମ୍ରେ ବି ଫଲୋ କରିଦେବେ। ରହିଲି, ଦେଖା ହେବା ଗୋଟେ ଦମଦାର ଭିଡ଼ିଓରେ। ଜୟ ଜଗନ୍ନାଥ।